ଯାତ୍ରୀବାହୀ ବସ୍ ଓ କାର ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। କନ୍ଧମାଳ ଜିଲ୍ଲା ଟିକାବାଲି ସାଲୁଙ୍ଗି ନଦୀ ପୋଲ ମଝିରେ ଯାତ୍ରୀବାହୀ ବସ୍ ସହିତ କାର ମୁହାଁମୁହିଁ ଧକ୍କା, ସମସ୍ତେ ସୁରକ୍ଷିତ। ସୂଚନା ମୁତାବକ ଟିକାବାଲିଠାରୁ ବାପୁରିଆ ଦେଇ ବାଲିଗୁଡ଼ା ଯିବା ଆସିବା ବେଳେ କେଉଟ ସାହି ନିକଟସ୍ଥ ସାଲୁଙ୍ଗି ନଦୀ ପଡ଼ିଆରେ ସେହି ନଦୀ ପୋଲ ଉପରେ ଦୈନନ୍ଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ବେଳେ ପୋଲଟି ଅଣଓସାରେ ହୋଇଥିବା ଯୋଗୁଁ ଆଜି ପ୍ରାୟ ସକାଳ 10 ଘଟିକା ସମୟରେ ରାଜକୁମାର ନାମକ ଘରୋଇ ଏକ ବସ୍ ଯାତ୍ରୀମାନଙ୍କୁ ନେଇ କାଟିଙ୍ଗିଆରୁ ବାହାରି ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଟିକାବାଲି ପଟୁ ଯାଉଥିବା ଏକ କାର ସାଲୁଙ୍ଗି ନଦୀ ପୋଲ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହାଫଳରେ କାରଟି ଛିଟିକି ହୋଇ ପୋଲ ଉପରେ ଝୁଲି ରହିଛି। ସେହି ସମୟରେ କାରର ଡ୍ରାଇଭର ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲା। ଦୁର୍ଘଟଣା ଘଟିଲା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ, ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି କାରଟିକୁ ବସ୍ ମୁହଁରୁ ଚାପି ହୋଇ ରହିଥିବାରୁ କ୍ରେନ୍ ସାହାଯ୍ୟରେ କଢ଼ାଯାଇଥିଲା, ଯାହାଫଳରେ କାହାରି କିଛି ହୋଇନଥିବା ଜଣାପଡ଼ିଛି। କାରଟି ବାଲିଗୁଡ଼ା ମାସିଙ୍ଗି ଗ୍ରାମର କିଶୋରଚନ୍ଦ୍ର ନାୟକ ବୋଲି ଜଣାପଡ଼ିଛି। ହେଲେ କାରଟି ଟିକାବାଲି ଡୁଙ୍ଗୁ ମନ୍ଦିରରୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। କାରର ଡ୍ରାଇଭର ଅନିଲ କୁମାର କଅଁର ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, କିନ୍ତୁ ଏତଲାରେ କାର ଭିତରେ କେତେ ଜଣ ବସିଥିଲେ ଏବଂ କାରର ନମ୍ବର ଦିଆଯାଇନାହିଁ ଏବଂ ନଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁର୍ଘଟଣାର ଭାଗ୍ୟବଶତଃ କାରରେ କିଛି ହୋଇନଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। କନ୍ଧମାଳ ଜିଲ୍ଲା ଟିକାବାଲିରୁ ହେମନ୍ତ ମୁଖିଙ୍କ ରିପୋର୍ଟ, ଚତୁର୍ଥ ସ୍ତମ୍ଭ ନ୍ୟୁଜ୍।